ବିଜୁ ଜନତା ଦଳର ଚେତାବନୀ। ନମସ୍କାର, ମୁଁ ମୋନାଲିସା ସ୍ୱାଗତ କରୁଛି ଓଡ଼ିଶା ଏକାମ୍ର ଲାଇଭକୁ। ଜଗତସିଂହପୁର ସଦର ଥାନା ଚାନ୍ଦଗଡ଼ ଗାଁରେ ଗଣଦୁଷ୍କର୍ମ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବିଭିନ୍ନ ସ୍ଥାନକୁ ନେଇ ତଦନ୍ତ କରୁଥିବା ବେଳେ ଜଣେ ଅଭିଯୁକ୍ତକୁ ନିଆଳିରୁ ଗିରଫ ମଧ୍ୟ କରିଛି। ପୀଡ଼ିତାର ଜଣେ ମହିଳା ବନ୍ଧୁଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ବେଳେ ଗୋଟିଏ ମୋବାଇଲ ଫୋନ୍ ଜବତ ମଧ୍ୟ କରିଛି। ଆଉ ଜଣେ ଅପରାଧୀ ଏବେ ମଧ୍ୟ ଫେରାର ଅଛନ୍ତି। ଘଟଣାକୁ ନେଇ ସଦର ପୋଲିସ 3 ଗୋଟି ଟିମ୍ ଗଠନ କରିଛି। 24 ଘଣ୍ଟା ମଧ୍ୟରେ ଯଦି ଆସାମୀ ଗିରଫ ନ ହୁଏ ଜଗତସିଂହପୁର ଏସ୍ପି ଅଫିସ ଘେରାଉ କରିବ ବୋଲି ବିଜୁ ଜନତା ଦଳ ଚେତାବନୀ ଦେଇଛି। ବିଜୁ ଜନତା ଦଳ ଆଜି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇଥିଲା ଭୁବନେଶ୍ୱର ମେୟରଙ୍କ ନେତୃତ୍ୱରେ ଏବଂ ଆମେ ସଜାଗ ଜନସାଧାରଣ ଜଗତସିଂହପୁର ଜିଲ୍ଲାରେ ଇଏ ସରକାର ଯଦି ବାଧ୍ୟ ହେବ ଓହ୍ଲେଇ ଯିବା ପାଇଁ ସରକାର ଗାଦିରୁ, ନହେଲେ ଜନସାଧାରଣ ବାଧ୍ୟ କରିବେ ସରକାରକୁ ଗାଦିରୁ ଓହ୍ଲେଇ ଦେବା ପାଇଁ ଏ ବ୍ୟବସ୍ଥାର ପରିବର୍ତ୍ତନ କରିବା ପାଇଁ। ଆଜ୍ଞା, ଆମେ ତ ପ୍ରଥମେ କହିବୁ ପୀଡ଼ିତାଙ୍କୁ ନ୍ୟାୟ ଦରକାର। କେଉଁଠି ମିଳୁଛି ନ୍ୟାୟ? ଯଦି ସରକାର ନିଦରେ ଶୋଇବେ, ତାଙ୍କର ସେଲିବ୍ରେସନ୍ ମୁଡ୍ରୁ ବର୍ଷକ ପରେ ମଧ୍ୟ ଖସୁନାହାନ୍ତି, ତାହେଲେ ଆମେ କ'ଣ ତାଙ୍କୁ କହିବୁ? କି ପ୍ରକାର ନ୍ୟାୟ ଆଶା କରିବୁ? ପିଲା ଆଜି ଝିଅଟିଏ, ସିଏ ଆଜି ଘରେ ସୁରକ୍ଷିତ ନାହିଁ, ପଦାରେ ସୁରକ୍ଷିତ ନାହିଁ, ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ନାହିଁ, ରାସ୍ତାଘାଟରେ ସୁରକ୍ଷିତ ନାହିଁ, ତାହେଲେ କ'ଣ କରିବା? କିଭଳି ଭାବରେ କି ସଶକ୍ତ କଥା କହୁଛନ୍ତି ଡେପୁଟି ସିଏମ୍? ଶକ୍ତିଶ୍ରୀ କଥା ମାନ୍ୟବର ମୁଖ୍ୟମନ୍ତ୍ରୀ କହୁଛନ୍ତି। କି ପ୍ରକାର ଶକ୍ତିଶ୍ରୀ ଆଜ୍ଞା? ମାର୍ଶାଲ ଆର୍ଟରେ ସେ ଏଡୁକେଟର ଥିଲା, ଯେଉଁ ଝିଅଟି FM କଲେଜରେ ଯେ ଜଡ଼ିଗଲା, ସେ ନିଜକୁ ନିଜେ ରକ୍ଷା କରିପାରିଲାନି। କିଭଳି ଭାବରେ ବଳଙ୍ଗା କେସ୍ରେ ସିଏ ମୁମୂର୍ଷୁ ଅବସ୍ଥାରେ ହସ୍ପିଟାଲରେ ପଡ଼ିଛି ଏମ୍ସ ଦିଲ୍ଲୀରେ, ସେ କଥା ମଧ୍ୟ ଆପଣମାନେ ଦେଖିଛନ୍ତି। ପ୍ରତ୍ୟେକ ଦିନ ଆଜ୍ଞା, ପ୍ରତ୍ୟେକ ଦିନ ଏ ବ୍ୟବସ୍ଥା ଏଇଥିପାଇଁ ଦୋହଲି ଯାଇଛି। ଆଜି ଆଇନ ଶୃଙ୍ଖଳା ଏଇଭଳି ଭାବରେ ବିପର୍ଯ୍ୟସ୍ତ ହେଇଯାଇଛି ଯେ ସରକାର ଏଠି ନାହାନ୍ତି। ସରକାର ଏଠି କେବଳ କାମଚଳା ସରକାର ଅଛନ୍ତି, ନାଁକୁ ମାତ୍ର ସରକାର ଅଛନ୍ତି। ସରକାର ସମ୍ବେଦନଶୀଳ ନାହାନ୍ତି ମହିଳାମାନଙ୍କ ପ୍ରତି, କାହାରି ପ୍ରତି ନାହାନ୍ତି। ସେଇଥିପାଇଁ ଅପରାଧିକ ତତ୍ତ୍ୱ ବଢ଼ାବା ପାଉଛନ୍ତି। ଅପରାଧିକ ତତ୍ତ୍ୱ ଏଇଭଳି ଭାବରେ କାଣ୍ଡ ବି ହେଉଛନ୍ତି। ପ୍ରତ୍ୟେକ ଦିନ ପାଖାପାଖି 15 ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଆପଣ ପ୍ରତ୍ୟେକ ଦିନ ଖବରକାଗଜ ଦେଖନ୍ତୁ, ଟେଲିଭିଜନ ଦେଖନ୍ତୁ, ଆଗେ ପ୍ରଥମ ପୃଷ୍ଠାରେ ଆସୁଛି ଏଇ ଜାଗାରେ ଗଣଦୁଷ୍କର୍ମ ହେଲା। ଆଜ୍ଞା, ଏ ଘଟଣାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ, ଆଉ ଘଟଣାରେ ଏ ମହିଳା ଯେଉଁ ଝିଅଟି ଯେ ପୀଡ଼ିତା ହେଇଛି ତାକୁ ନ୍ୟାୟ ମିଳୁ, ତା ସହିତ ସମସ୍ତଙ୍କୁ ନ୍ୟାୟ ଦିଆଯାଉ, ସମସ୍ତେ ସୁରକ୍ଷିତ କେମିତି ରହିବେ ସେ କଥା ଦିଆଯାଉ। ଆଉ ଆମେ କହୁଛୁ ଏ ସରକାର ବରଖାସ୍ତ ହେବା ଦରକାର, କାରଣ ଏ ସରକାର ଆଉ ଚଳେଇବା ଭଳିଆ କଣ୍ଡିସନରେ ନାହାନ୍ତି। ଏ ସରକାରର ସେତିକି ଯୋଗ୍ୟତା ବୋଧହୁଏ ନାହିଁ ଚଳେଇବା ପାଇଁ। ଆପଣ ଦେଖନ୍ତୁ, ଯଦି ବର୍ଷେ ହେଇଗଲାଣି ସରକାର, ଆଉ ଶିଶୁ ନୁହେଁ। ଯଦି ବର୍ଷେ ହେଲା ପରେ ପ୍ରତ୍ୟେକ ଦିନ ଏଇଭଳିଆ ଘଟଣା ଘଟିବ, ତାହେଲେ କ'ଣ କରିବେ ରାଜ୍ୟବାସୀ? ଆଜ୍ଞା ତ୍ରାହି ତ୍ରାହି ଡାକିଲେଣି। ଆଜ୍ଞା, ବିଜେଡି ସବୁବେଳେ ଲୋକଙ୍କ ସହିତ ରହିଛି, ଆଉ ଏ କଥାକୁ ଦୃଢ଼ ହସ୍ତରେ ନିନ୍ଦା କରୁଛି। ଖାଲି ନିନ୍ଦା କରିବା କଥା ନୁହେଁ, ସବୁବେଳେ। ଆପଣ ଗତକାଲି ବି ଦେଖିଥିବେ, ଆମେ 3ଟି RDC ଜୋନ୍ରେ କିଭଳି ଭାବରେ ବିକ୍ଷୋଭ କରାଯାଇଥିଲା। ସାଧାରଣ ଜନତା ବିଜୁ ଜନତା ଦଳ ସହିତ ରହିଛନ୍ତି। ଆଜ୍ଞା, ନାରୀ ସୁରକ୍ଷା ପାଇଁ ସରକାର ଚାହିଁଲେ ନିଶ୍ଚିତ ଭାବରେ ସବୁକିଛି ହେଇପାରିବ। ଏ ରାଜ୍ୟରେ ପୁଣି ହେଇଥିଲା କେମିତି? ଏଠି ଲୋକ ସୁରକ୍ଷିତ କେମିତି ନିଜକୁ ମଣୁଥିଲେ? ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ହେବା ଦରକାର। ବ୍ୟବସ୍ଥା ଉପରେ ଲୋକଙ୍କର ଭରସା ରହିବା ଦରକାର। ଅପରାଧିକ ତତ୍ତ୍ୱ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର, ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ସୋ ଦ୍ୟାଟ୍ ସମସ୍ତେ ଡରିବେ। ଆଇନକୁ ଯଦି ଜଣେ ନ ଡରିବ, ଶାସନ ବ୍ୟବସ୍ଥାକୁ ଯଦି ଜଣେ ନ ଡରିବ, ତାହେଲେ ସେ ତ ବିଶୃଙ୍ଖଳା କରିବ, ଅନ୍ୟାୟ କରିବ, ଅତ୍ୟାଚାର କରିବ। ସେଇଆ ହିଁ ହେଉଛି। ଏଠି ସରକାର ଢିଲା, ସରକାର ଅଛି ବୋଲି କେହି ଜାଣିଲେ ନାହିଁ। ସରକାର ତାଙ୍କର ମୌଜ ମଜଲିସରେ ମାତିଲେ ବର୍ଷ ଭିତରେ, ସେଇଥିପାଇଁ ଏସବୁ କାଣ୍ଡ ଘଟୁଛି। ଜଗତସିଂହପୁରରୁ ଭାନଶଙ୍କର ରାଉତରାୟଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।